ଜୟ ଜଗନ୍ନାଥ ବନ୍ଧୁଗଣ, ମୋର ଏହି ଶ୍ରୀଜୀ ଭକ୍ତି ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଶ୍ରବଣ କରିବା ମାଘ ମାହାତ୍ମ୍ୟ। ମାଘ ମକରଗତ ରବି ଜବ ହୋଇ, ତୀରଥପତି ଆବେ ସବ କୋଇ। ଏହି ମାଘ ମାସରେ ମକର ସ୍ନାନ କରିବା ପାଇଁ ସବୁ ତୀର୍ଥମାନଙ୍କୁ ଯାଆନ୍ତି। ସବୁ ମୁନି ଋଷି ସାଧୁ ସନ୍ଥ ସକଳ ଜନ ତୀର୍ଥକୁ ସ୍ନାନ କରିବା ପାଇଁ ଆସନ୍ତି। ଏହି ତୀର୍ଥ ସ୍ନାନରେ କ'ଣ ଫଳ ମିଳେ, କ'ଣ ପୁଣ୍ୟ ମିଳେ, ମାଘ ମାସ ସ୍ନାନ କେମିତି କରିବା ଏବଂ ଏହି ମାଘ ମାସକୁ କେମିତି ଭାବରେ ଆମେ ପାଳନ କରିବା, ଆସନ୍ତୁ ଶୁଣିବା ଏହି ମାଘ ମାହାତ୍ମ୍ୟ। ମାଘ ମାହାତ୍ମ୍ୟ ପ୍ରଥମ ଅଧ୍ୟାୟ। ନାରାୟଣ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं। निगमकल्पतरोर्गलितं फलं सुखमुखादमृतद्रवसंयुतं पिबत भागवतं रसमालयं मुहुररसिका भुवि भावुकाः। जय हे प्रभु भगवान भृत्यर फेड अभिमान। माया संसारे जार लीला जानाम देव सिंधु भेला। श्रीमुख गोटी सूर्य प्राय शिरे सेवंती चूल सोहे। मुकुट किरीट कुंडल दिशई अत्यंत उज्जल। घटण ललाट सुंदर किय बा देवा पटांतर। विकच कमल नयन दर्शने दुरित दहन। सुसंचनासा मनोहर बिंबकु निंदई अधर। कंठे लंबई धंडामाळ पदक सोहे बक्षस्थल। चंदने जर जर हिया जगत जन मन मोहा। आजानु लंबे भुज दंड हृदरे पुरीछि ब्रह्मांड। पीतवसन परिधान सुवर्ण वेणुरे शोभन। चका बैठी परे शोभा तही की उपमा देवा। दिव्य सुवेश होई हरि विजय आसी नीलगिरी। संगते भाई भग्नी घेनी भोग विलास विजेतिनी। लक्ष्मी सहिते सरस्वती छामुरे उमा खगपति। देवता माने प्रतिदिन आसीन करंती दर्शन। संसार हानि लाभ कथा तांकुटी लागई सर्वथा। देवता माने अनुक्षण सेवंती श्रीकृष्ण चरण। जे जाहा सेबारे खटंती आलट चामर ढाळंती। शरण बसळ मुरारी भकत जने दया करी। आपणे बेनी बाहु तोळी शरण रखंती संभाळी। सुण हे साधु जन माने शरण पश से चरणे। त्राहि करिबे जगन्नाथ भणे नृसिंह दास सुत।
ପାମର କୃଷ୍ଣ ଦାସ ଭଣୀ କରୁଣା କଲେ ଚକ୍ରପାଣି। ଆଜ୍ଞା ସେ ଦେଲେ ପରମ ବ୍ରହ୍ମ ଦେଖିବି ମାଘ ମହାତମ। ଶୁଣ ସୁଜନେ ଏକ ମନେ ଦିନେଟି ଦ୍ୱାରକା ଭୁବନେ। ପ୍ରଭାତୁ ଉଠି ଦୟାନିଧି ସାରିଲେ ନିତ୍ୟ କର୍ମ ବିଧି। ବିଜୟ ତୋଟା ଜଗତିରେ ଉଦ୍ଧବ ଅଛନ୍ତି ସଙ୍ଗରେ। ଆଉ ସେଠାରେ କେହି ନାହିଁ ପଲଙ୍କେ ବିଜେ ଯଦୁ ସାଇଁ। ଅବକାଶର ବେଳ ଜାଣି ଉଦ୍ଧବ ଯୋଡ଼ିବେନି ପାଣି। ବୋଲଇ କୃଷ୍ଣ ମୁଖ ଚାହିଁ ଶୁଣି ମା କମଳାର ସାଇଁ। କଥାଏ ପଚାରିବି ସ୍ୱାମୀ ଫେଡ଼ି କହିବ ଅନ୍ତର୍ଯ୍ୟାମୀ। ମଥୁରାପୁରେ ଥିବା ବେଳେ ଜରାସନ୍ଧର ରଡ଼ି ବେଳେ। ଲକ୍ଷେ ନୃପତିଙ୍କୁ ଘେନିଣ ବେଢ଼ିଲା ଜରାସନ୍ଧ ରାଣ। ତୁମେ ଯେ ରାମକୃଷ୍ଣ ବେନି ଯୁଝିଲ କରେ ଶସ୍ତ୍ର ଘେନି। କୋପରେ ଜରାସନ୍ଧ ବୀର ବହୁତ କଲା କସମର। ତାହାକୁ ପ୍ରାଣେ ନ ସଂହାରି ତୁମେ ଯୁଝିଲ ମାୟା କରି। ଦେଖି ଭାଳଇ ଉଗ୍ରସେନ ଭୟେ ବିକଳ ସର୍ବଜନ। ଆରତେ ତୋତେ ସୁମରନ୍ତି ଡାକନ୍ତି ରଖ ହେ ଶ୍ରୀପତି। ଆତଙ୍କ ନାଶନ ତୋ ବାନା ବିପତ୍ତି କାଳେ ବଜ୍ରସେନା। ତାହାଙ୍କ ହୃଦ କଥା ଜାଣି ଗରୁଡ଼େ ସୁମରିଲ ପୁଣି। ଗରୁଡ଼ ଅଇଲା ତକ୍ଷଣେ ନମିଲା ତୁମ୍ଭ ଶ୍ରୀଚରଣେ। ତୁମ୍ଭେ ବୋଇଲ ଗରୁଡ଼କୁ ଶତ୍ରୁ ଯେ ବେଢ଼ିଛି ଆମ୍ଭଙ୍କୁ। ଏ ସର୍ବ ପିଠିରେ ବସାଅ ଗଗନ ମାର୍ଗେ ଚଳି ଯାଅ। ଗନ୍ଧମାର୍ଦ୍ଧନ ପରବତେ ନେଇଣ ଥୋଇବ ଗୁପତେ। ତୁମ୍ଭ ଆଜ୍ଞାରେ ଖଗନାଥ ପିଠିରେ ବସାଇ ତୁରିତ। ଆକାଶ ମାର୍ଗେ ଗଲେ ଚଳି ଗନ୍ଧମାର୍ଦ୍ଧନେ ଯାଇ ମିଳି। ସମସ୍ତ ଲୋକଙ୍କୁ ଲୁଚାଇ ଅଇଲା ଅତି ବେଗ ହୋଇ। ଏଥୁ ଉତ୍ତାରେ ତୁମ୍ଭେ ନାଥ ଚଢ଼ିଣ ନନ୍ଦି ଘୋଷ ରଥ। ବଳରାମ ହିଁ ତାଳ ଧ୍ୱଜେ ତକ୍ଷଣେ ତୁମ୍ଭ ସଙ୍ଗେ ବିଜେ। କରିଣ ଯୁଦ୍ଧରେ ମଜିଲେ ଭଲ ମନ୍ଦ ହିଁ ନ ବୁଝିଲେ। ଗନ୍ଧମାର୍ଦ୍ଧନେ ପ୍ରାଣୀ ଯେତେ ରହିଲେ କର୍ମର ଆୟତେ। ବହୁତ କଷ୍ଟ ସେ ସହିଲେ କର୍ମ ଆଦରି ଦିନ ନେଲେ। ଏବେ ତ ଶୀତ ପ୍ରବେଶିଲା ତାହାଙ୍କ କଷ୍ଟ ଯେ ବଢ଼ିଲା। ସ୍ୱଭାବେ ହିମ ଋତୁ ଏହି ଶୀତେ କମ୍ପଇ ସର୍ବଦେହି। ନାସା ଶ୍ରବଣ ପାଦ ପାଣି ଜଡ଼ିଲା ହିମ ପ୍ରାୟ ପୁଣି। ତେଣୁ ମୁଁ ପଚାରଇ ଏବେ ଏ ଯେତେ ଅଛନ୍ତି ମାନବେ। ଥକେ ଧର୍ମକୁ ବିଚାରନ୍ତି
ମାଘ ସ୍ନାନ ଯେ କରନ୍ତି। ବିଶେଷ ମାଘ ମାସ ଜାଡ଼ ଏ ବଡ଼ କଷ୍ଟ କଥା ମାନ। ଯେ ଲୋକ ଏ ବ୍ରତ ପାଳିବ କି ଭାବେ ଧର୍ମ ଆଚରିବ। କି ଦ୍ରବ୍ୟ ଭୋଜନ କରିବ ଆନ ବା କାହାକୁ ଛାଡ଼ିବ। ତହିଁର କହ କେତେ ଫଳ ଶୁଣିମା ପ୍ରଭୁ ଆଦି ମୂଳ। ଶ୍ରୀ ଭଗବାନ ବାଚ ସେ କଥା କହିବା ବୁଝାଇ ଶୁଣ ତୁ ଏକ ମନ ହୋଇ। ସ୍ନାନର ବିଧି ମାନ ଯେତେ ସବୁ କହିବା ତ ଗ୍ରତେ। ସଂସାରେ ଛନ୍ତି ଯେତେ ଲୋକ ଯେ ଅବା ଅଟନ୍ତି ଧାର୍ମିକ। ସେ ପ୍ରାଣୀ ଯେ ମନ୍ତେ କରିବ ଧର୍ମ କଥାରେ ମନ ଥିବ। ଏକାନ୍ତେ ବିଚାରିବ ବସି ହୋଇଲା ପୁଣ୍ୟ କାଳ ଆସି। ମକର ସ୍ନାନ କରିବ ସକଳ ପାପୁ ନିସ୍ତରିବ। ଶ୍ରୀହରି କରୁଣା ହୋଇଲେ ଏ ଧର୍ମ ଆଚରିବ ଭଲେ। ଏମନ୍ତ ମନରେ ବିଚାରି ହୃଦ କମଳ ଦୃଢ଼ କରି। ଜାଣିବ ଧନୁ ମାସ ଗଲେ ମକର ସଂକ୍ରାନ୍ତି ହେଲେ। ନୋହିଲେ ପୂର୍ଣ୍ଣିମାର ଠାରୁ କେ ଅବା ମାଘ ସ୍ନାନ କରୁ। ରଜନୀ ପ୍ରହରେ କଥିବ ତକ୍ଷଣେ ଶଯ୍ୟାରୁ ଉଠିବ। ନିଦ୍ରା ଅଳସ ଭାବ ତେଜି ମୋ ପାଦ ଅନୁକ୍ଷଣେ ଭଜି। ମୋ ନାମ କରିବ ଗାୟନ ଚଞ୍ଚଳ ନ କରିବ ମନ। ଗଗନେ ତାରା ଗଣ ଥିବ କୁକୁଟ ପକ୍ଷୀ ରାବ ଦେବ। ରାତ୍ର ଯେବେ ନିଦଣ୍ଡ ଥାଉଁ କାକ ପକ୍ଷୀ ଡାକ ନ ଦେଉଁ। ସଦନୁ ବାହାର ହୋଇବ ଶୀତକୁ ଭୟ ନ କରିବ। ଚଳିବ ମାଧବ ବୋଲିନ ଶୀତକୁ ନ ଡରି ଯାଇନ। ପଖାଳି ତିନି ବେଳ ମଥା ସ୍ନାନ ନ କରିବ ବ୍ୟଥା। ଓଦା ବସନେ ତହୁଁ ଆସି ଅନଳ ପାଖରେ ନ ବସି। ପିନ୍ଧିବ ଶୁଦ୍ଧ ଶୁକ୍ଳ ବାସ ଦୋସଡ଼ା କର ଭାବେ ବସ। ବସି ଶୁଦ୍ଧ ଆସନେ ଗୋଟି ହରି ମନ୍ଦିର ଚିତା କାଟି। ଦରିଦ୍ର ଭିକ୍ଷୁକ ଜନକୁ ନିରାଶ ନ କରିବ ତାଙ୍କୁ। ଶକ୍ତି ଅନୁକ୍ରମରେ ଦେବ ନଥିଲେ ଆଶ୍ୱାସୀ କହିବ। କର୍ଣ୍ଣେ ଶୁଣିଣ ମୋ ଚରିତ ଶରୀର ହୋଇବ ପବିତ୍ର। ସତ୍ୟ ଭାସିବ ପ୍ରତିଦିନ ନ କହିବ ମିଥ୍ୟା ବଚନ। ମିଥ୍ୟା କହିଲେ ଧର୍ମ ହାନି ତାହାକୁ ବୋଲିଟି ଅଜ୍ଞାନୀ। ଏଣୁଟି ନ କହିବ ମିଥ୍ୟା ନିତ୍ୟେ ଭାସିବ ସତ୍ୟ କଥା। ଉଆ ତଣ୍ଡୁଳ ଏକ ବେଳେ ଭୁଞ୍ଜିବ ରବି ଅସ୍ତ କାଳେ। ତିଉଣ କରି ନିରାମିଷ ତିଳେ ନ ଛୁଇଁବ ଆମିଷ। ଆଉ ନ କରିବ ଭୋଜନ ଏତକେ ହରିବ ସେଦିନ। କୁଙ୍କୁମ ତୈଳ ନ ଘେନିବ
କଟୁ କଥା ହିଁ ନ ଶୁଣିବ। ଆଉ କଥାଏ ଥିବ ପାଳି, ଭଖିବ ନାହିଁ ବର କୋଳି। ଖଜୁର ମୂଳା ଆଦି ତ୍ୟାଗୀ, ଏତେ ପଦାର୍ଥ ଥିବ ଜଗି। ମାସକ ଏ ପ୍ରକାର କଲେ, ଧର୍ମ ପ୍ରାପ୍ତ ହେବ ଭଲେ। ମାଘ ସ୍ନାନ ଧର୍ମ ପାଇ, ଏ ଭବ ସାଗରୁ ତରଇ। ମୈତ୍ର ଦ୍ରୋହ କରୁଥିଲେ, ସେ ଦୋଷ କ୍ଷୟ ଯାଇ ଭଲେ। ଅନ୍ତେ ଲଭଇ ସଦଗତି, ଅଶେଷ ଦୁରିତ ଖଣ୍ଡନ୍ତି। ମର୍ତ୍ତ୍ୟପୁରରୁ ତରି ଯାଇ, ଯମଯାତନା ନ ଲାଗଇ। ବୈକୁଣ୍ଠ ଭୁବନେ ବସଇ, ଅମୃତ ଭୋଗ ସେ କରଇ। ଯେଉଁ କଥାକୁ କରେ ଇଚ୍ଛା, ଆମ୍ଭେ ପୁରାଉ ମନ ବାଞ୍ଛା। ଶୁଣ ଉଦ୍ଧବ ଏକ ଚିତ୍ତେ, ତୁ ଯାହା ପଚାରିଲୁ ମୋତେ। ମାଘ ସ୍ନାନ ଧର୍ମ ପାଇ, ଏ ଭବ ସାଗରୁ ତରଇ। ମୈତ୍ର ଦ୍ରୋହ କରୁଥିଲେ, ସେ ଦୋଷ କ୍ଷୟ ଯାଇ ଭଲେ। ଅନ୍ତେ ଲଭଇ ସଦଗତି, ଅଶେଷ ଦୁରିତ ଖଣ୍ଡନ୍ତି। ମର୍ତ୍ତ୍ୟପୁରରୁ ତରି ଯାଇ, ଯମଯାତନା ନ ଲାଗଇ। ବୈକୁଣ୍ଠ ଭୁବନେ ବସଇ, ଅମୃତ ଭୋଗ ସେ କରଇ। ଯେଉଁ କଥାକୁ କରେ ଇଚ୍ଛା, ଆମ୍ଭେ ପୁରାଉ ମନ ବାଞ୍ଛା। ଶୁଣ ଉଦ୍ଧବ ଏକ ଚିତ୍ତେ, ତୁ ଯାହା ପଚାରିଲୁ ମୋତେ। ମାଘ ସ୍ନାନେ ଯେତେ ପୁଣ୍ୟ, କହିଲି ସକଳ ବିଧାନ। ଶୁଣ ଉଦ୍ଧବ ତୋଷ ହୋଇ, କୃଷ୍ଣର ପାଦ ଧର ଶୋଇ। ସୁଜନେ କର ଏହା ଶୁଣି, ନୃସିଂହ ଦାସ ସୁତ ଭଣି। ବୋଇଲେ ଦିନ କୃଷ୍ଣ ଦାସ, ସୁଜନେ ହରି ନାମ ଘୋଷ। ସକଳ ପାପରୁ ନିସ୍ତର, ବିଷୟ ଦ୍ୱନ୍ଦ୍ୱ ଦୂର କର। ପୁତ୍ର ଭାରିଜା ପ୍ରାଣ ଅର୍ଥ, ଏସବୁ ଅଟଇ ବ୍ୟର୍ଥ। ଯେସନେ ଦେଖଇ ସ୍ୱପନେ, ପୁଣି ନ ଥାଇ ନିଦ୍ରାଭଗ୍ନେ। ଏହି ପ୍ରକାରେ ସଂସାର, ମିଛକୁ ନ ଧର ମନର। ଏଥକୁ ନ କର ସନ୍ଦେହ, ପାରିଲେ ତେଜ ମାୟା ମୋହ। କୃଷ୍ଣ ଚରଣେ ଦିଅ ମତି, ହେଳେ ତରିବ ଭବ ଭୀତି। ତ୍ରାହି କରିବେ ପୀତବାସ, ଭାବେ ଭଣିଲେ କୃଷ୍ଣ ଦାସ। ପଣ୍ଡିତ ଜନେ ଏହା ଶୁଣି, ମୋ ଦୋଷ ନ ଧରିବ ପୁଣି। ପୁରାଣ କଲି ଗୀତ ରସ, ଯେ ଆଜ୍ଞା ଦେଲେ ପୀତବାସ। ତାହା ମୁଁ କଲଇଁ ଲିଖନ, ସୁଜନେ ମୋ ଦୋଷ ନ ଘେନ। ଏ ମାଘ ମାହାତ୍ମ୍ୟର ବିଧି, ଉଦ୍ଧବେ କହେ ଦୟାନିଧି। ଏଭାବେ ଉପାସନା କର, ତରିବ ଦୁସ୍ତର ସଂସାର। ଏ ଅଧ୍ୟାବିଶ୍ୱାସ ଏ ପଦ, ଉଦ୍ଧବେ କହିଲେ ମାଧବ। ଇତି ଶ୍ରୀ ମାଘ ମାହାତ୍ମ୍ୟ ମହାପୁରାଣେ
श्रीकृष्ण उद्धव संवादे माघ स्नान धर्म कथने नाम प्रथम अध्याय। द्वितीय अध्याय। श्री भगवानुवाच बोलन्ति पुरुष उत्तम कहिलु माघ महात्म आबर शुणिबा कथाए ଯାହା ସେ କରନ୍ତି ଥୋକାଏ ଧର୍ମ ପାଳନ ନ କରନ୍ତି ପରର ଫଳ ଚୋରାବନ୍ତି ପରର ହିଂସା ମନେ ବହି ପରେ ପ୍ରମାଦ ଚିନ୍ତୁଥାଇ ଏମନ୍ତ ଭାବେ ଯେଉଁ ନର ଏ ଅଧର୍ମ ଅଟେ ତାହାର କିୟ ବା ବଡ଼ି ମାକରିଣ ମିଛରେ କରୁଥାଇ ଟାଣ ରାତ୍ର ପ୍ରହରେ ଥାଉ ଯାଇ ମାଘ ସ୍ନାନ କରୁଥାଇ ଶୀତକୁ ନଥାଇ ଯେ ଭଏ ବୁଢ଼ୀ ପ୍ରହରକ ଯାଏ ଏସନ ବୋଲି କହୁଥାଇ ମିଛେ ପ୍ରାଣୀକୁ ଭଣ୍ଡଇ ସେ ମୂଢ଼ ନ ପାଳଇ କିଛି ଆମିଷ ପ୍ରତିଦିନ ଭକ୍ଷୀ ଦିନେ କନ 3 ବେଳ ସୁଖେଣ ଭୁଞ୍ଜଇ ଚଣ୍ଡାଳ ଅତି ଦାରୁଣ ତାର କାଏ ଦୟାଳୁ କଦାଚନ ନୋହେ ମଦନେ ଉନ୍ମତ୍ତ ହୋଇ ଯୁବତୀ ସଙ୍ଗେ ମାତି ଥାଇ କ୍ଷଣେ ନ ଛାଡ଼େ ସ୍ତ୍ରୀ ପାଶ ନିତ୍ୟ କରଇ ପ୍ରେମ ରସ ଉଠଇ ରାତ୍ର ପାହିବାରେ ସ୍ନାନ କରଇ ଉଛୁରେ ଅଳପ ନୀର ଅଙ୍ଗେ ଦେଇ ଆସଇ ତର ତର ହୋଇ ବସଇ ହୁତାସନ ପାଶେ ମୋ ନାମ ମୁଖରେ ନ ଘୋଷେ ରବି ଉଦୟ ହେବା ଜାଣି ଭକ୍ଷଇ ନାନା ଦ୍ରବ୍ୟ ଆଣି ମାଘ ସ୍ନାନ କରିବାର ସମସ୍ତ ବିଫଳ ତାହାର ସେ ଯେ ଲଭଇ କିସ ଧର୍ମ ବିଅର୍ଥେ ଲଭିଥାଇ ଶ୍ରମ ଥୋକେ ମୋ ନାମ ନ ଭଜନ୍ତି ମକର ସ୍ନାନ କରନ୍ତି ଶୁଣନ୍ତି ଧର୍ମ ଶାସ୍ତ୍ର ମାନ ଜାଣନ୍ତି ସବୁ ପାପ ପୁଣ୍ୟ ତଥାପି ପାଳି ନ ପାରନ୍ତି ଅଧର୍ମ ପଥ ଆବରନ୍ତି ହରନ୍ତି ପର ସ୍ତ୍ରୀ ଧନ ଦଣ୍ଡିଆ ପଣେ ନିଅନ୍ତି ଦିନ ତେଣୁ ସକଳ ଧର୍ମ ନାଶ ସ୍ନାନ କଲେ ହେବ କିସ ପ୍ରାଣୀ କେବଳ ଧର୍ମ ଆସେ ସ୍ନାନ କରେ ମାଘ ମାସେ ମୁଖରେ ସତ୍ୟ ନ ଭାଷଇ ମିଥ୍ୟାରେ ପ୍ରବର୍ତ୍ତି ନ ଥାଇ କୁଙ୍କୁମ ତୈଳ ଘେନିଣ ପ୍ରତ୍ୟହ ଲେପଇ ଅଙ୍ଗେଣ ଭକ୍ଷଣ ବର କୋଳି ମୂଳେ ପାଳି ନ ପାରି ହେଳା କରେ ନିନ୍ଦଇ ଶାସ୍ତ୍ର ଯେ ପୁରାଣ ନ ବସେ ସାଧୁ ସଙ୍ଗ ତେଣ କରଇ ପାଷାଣ୍ଡ ଆଚାର ନଥାଇ ଅନୁରାଗ ଯାର ସେ ମାଘ ମାସେ ଧର୍ମ ଯେତେ ସ୍ୱରୂପ କହିବାକୁ ତୋତେ ଆଉ କଥାଏ ଶୁଣ ଏବେ ଯେ ବଣ କୃତ୍ୟ ହେଲା ପୂର୍ବେ ସୁରପତିର ଜ୍ୟେଷ୍ଠ ନାନ ଅଟଇ ଜାଣ ଚିତ୍ରସେନ ଅପରିମିତ ତାର ବଳ ଅଟଇ ତେଜ ଅନର୍ଗଳ ଧାର୍ମିକ ସତ୍ୟବନ୍ତ ବୀର ରୂପକୀ ଦେବା ପଟାନ୍ତର
ଦିନେଟି ବିଚାରଇ ମନ କରିବ ମକର ସ୍ନାନ। ଖଣ୍ଡିବି ସକଳ ଦୁରିତ ଏ ଦେହ ହୋଇବ ମୁକତ। ଏମନ୍ତ ମନେ ବିଚାରଇ ମକର ସ୍ନାନ କରୁଥାଇ। ଏମନ୍ତେ ସୁଖେ ଗଲା ଦିନ ଦିନକୁ ଦିନ ହେଲା ଜାଣ। ଦିନେ ଏମନ୍ତ ପୁଣ କଲା ଯାମିନୀ ପ୍ରଭାତୁ ଉଠିଲା। ତୈଳ ମୁଣ୍ଡେ ଲଗାଇଣ ଗଲାକ ସ୍ନାନ କରିଣ। ସ୍ନାନ କରି ଅତି ବେଗେ ମିଳିଲା ମାଧବଙ୍କ ଆଗେ। ପ୍ରତ୍ୟକ୍ଷେ ମାଧବଙ୍କୁ ଚାହିଁ ଆନନ୍ଦେ ଦର୍ଶନ କରଇ। ଦେଖି ମାଧବ କୋପ କଲେ ତକ୍ଷଣେ ତାକୁ ଶାପ ଦେଲେ। ବୋଇଲେ ଅଜ୍ଞାନ ତୁ ଛାର ଦ୍ରୋହ ଅର୍ଜିଲୁ ରେ ପାମର। ମକର ସ୍ନାନ କରିଥିଲୁ ମୁଣ୍ଡରେ ତୈଳ ଘେନିଲୁ। ଏ ବୁଦ୍ଧି କଲୁ ରେ କିମ୍ପାଇଁ ଜ୍ଞାନ ଗୋଚର ତୋର ନାହିଁ। ଏବେ ତୁ ବ୍ୟାଘ୍ର ରୂପ ହୁଅ ବନସ୍ତେ ବୁଲି ମରୁଥାଅ। ବ୍ୟାଘ୍ର ହୋଇନ ଦିନ ବଞ୍ଚ ଗୋରୁ ଚଣ୍ଡାଳ ସର୍ବଭକ୍ଷ। ଶୁଣି ଗନ୍ଧର୍ବ ଭୟ କଲା ବହୁତ ବିନୟ ହୋଇଲା। ହେ ପ୍ରଭୁ ବ୍ୟାଘ୍ର ଯେବେ ହେବି କେମନ୍ତେ ଉଦ୍ଧାର ଲଭିବି। ଏଥର ପ୍ରତିକାର କର ସଙ୍କଟୁ ବାରେକ ଉଦ୍ଧାର। ଶୁଣି ମାଧବ କୃପା କଲେ ସନ୍ତୋଷ ହୋଇ ଆଜ୍ଞା ଦେଲେ। ବୋଇଲେ ବ୍ୟାଘ୍ର ହୋଇଥିବୁ ସତେ ବରଷେ ନିସ୍ତରିବୁ। ତେବେ ପାଇବୁ ନିଜ କାୟ ଶୁଣି ଗନ୍ଧର୍ବ କଲା ଭୟ। ତକ୍ଷଣେ ବ୍ୟାଘ୍ରେ କହିଲା ଗର୍ଜନ କରି ତହୁଁ ଗଲା। ରହିଲା ଅଗମ୍ୟ ବନସ୍ତେ ଜୀବ ମାରିଣ ଭକ୍ଷେ ନିତେ। ବିପ୍ର ଚଣ୍ଡାଳ ଗୋରୁ ଗାଈ ପଥେ ଗମିଣ ଧରୁଥାଇ। ଏମନ୍ତେ କେତେ ଦିନ ଗଲା ଅନେକ ଜୀବ ବଧ କଲା। ପୁରିଲା ସତେକ ବରଷ ତେବେ ଖଣ୍ଡିଲା ପାପ ଦୋଷ। ତକ୍ଷଣେ ନିଜ ରୂପ ଧରି ସ୍ୱର୍ଗକୁ ଗଲା ଶୀଘ୍ର କରି। ମକର ସ୍ନାନ କରିବ ତୈଳ ମାତ୍ର ନ ଘେନିବ। ତୈଳ ଘେନିଲେ ବଡ଼ ଦୋଷ ଶାର୍ଦୂଳ ହୋଇବ ଅବଶ୍ୟ। ମିଥ୍ୟା କହିଲେ ନାହିଁ ପାର ଅନ୍ତେଣ ହୁଅଇ କୁମ୍ଭୀର। ଯୁବତୀ ସଙ୍ଗେ କରି ରତି ଅନ୍ତେ ଲଭଇ ମନ୍ଦ ଗତି। ତହିଁ ଅନ୍ତରେ ସେହି ପ୍ରାଣୀ କୃମି ହୁଅଇ ଜନ୍ମ ତିନି। ଶୁଣ ହୋ ଭକତ ଉତ୍ତମ ମାଘ ସ୍ନାହାନେ ଯେତେ ଧର୍ମ। ବିଧାତା ମାଘ ସ୍ନାନ କରି ବ୍ରହ୍ମାଣ୍ଡେ ହେଲେ ଅଧିକାରୀ। ମକର ସ୍ନାନ କଲେ ହର ସର୍ବଦା ହୋଇଲେ ଅମର। ବାସବ ଏହି ବ୍ରତ କଲା ସ୍ୱର୍ଗରେ ନୃପତି ହୋଇଲା। ଲକ୍ଷ୍ମୀ ଯେ ମାଘ ସ୍ନାନ କଲେ ମୋତେ ପତି ପଣେ ପାଇଲେ। ତୁ ଏବେ ମାଘ ସ୍ନାନ କର ମୋ ନାମ ହୃଦ ପଦ୍ମେ ଧର। ଦୁରିତ ହୋଇବ ଦହନ
ଅନ୍ତେ ମଙ୍ଗେ ହେ କୁଲୀନ। ନିନ୍ଦା କରିବ ଯେଉଁ ଲୋକ ଅନ୍ତେ ଲଭିବ କୁମ୍ଭୀପାକ। ଉଦ୍ଧବେ କହିଲେ ଅଚ୍ୟୁତ ଭଣେ ନୃସିଂହ ଦାସ ସୁତ। କହଇ ଦୀନ କୃଷ୍ଣ ଦାସ ପ୍ରଭୁ ପାଦକୁ ମୋର ଆସ। ପ୍ରଭୁ କରିବେ ମୋତେ ପାରି ଏ ଅଧ୍ୟାୟ 79ରେ ସରି। ଇତି ଶ୍ରୀ ମାଘ ମାହାତ୍ମ୍ୟ ମହାପୁରାଣେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ ଚିତ୍ରସେନ ଗନ୍ଧର୍ବ ମୋକ୍ଷଣେ ନାମ ଦ୍ୱିତୀୟ ଅଧ୍ୟାୟ। ତୃତୀୟ ଅଧ୍ୟାୟ। ଉଦ୍ଧବ ଉବାଚ ଗୋବିନ୍ଦ ମୁଖୁ ଏହା ଶୁଣି ଉଦ୍ଧବ କହେ ମଞ୍ଜୁବାଣୀ। ତୁ ପ୍ରଭୁ ଜଗତର ତାତ ଆଜି ମୁଁ ହୋଇଲି ମୁକତ। ମାଘ ସ୍ନାନ ଧର୍ମ କଥା ଶୁଣି ତୁଟିଲା ଭବ ବ୍ୟଥା। ଆଉ କଥାଏ ମୋତେ କହ ମନରୁ ଫିଟୁ ମୋ ସନ୍ଦେହ। ମନୁଷ୍ୟମାନେ ବୁଦ୍ଧିମନ୍ତ ଜାଣନ୍ତି ସକଳ ବୃତ୍ତାନ୍ତ। ଧର୍ମ ନିମିତ୍ତ ଚିତ୍ତେ ଚିନ୍ତି ଯେବାର ବ୍ରତ ଆଚରନ୍ତି। ସେ କିମ୍ପା ହୁଅନ୍ତି ଅଜ୍ଞାନ ସ୍ତ୍ରୀ ପ୍ରସଙ୍ଗେ ଦିଅନ୍ତି ମନ। ଏକଥା କହ ନାଥ ମୋତେ ଯେମନ୍ତ ଜୀବଇଁ ପରତେ। ଶ୍ରୀ ଭଗବାନ ଉବାଚ ଉଦ୍ଧବ ମୁଖୁ ଏହା ଶୁଣି ହସି ବୋଲନ୍ତି ପଦ୍ମପାଣି। ତୁ ଏବେ ପୁଚ୍ଛା କଲୁ ଯାହା କହିବି ବିସ୍ତାରିଣ ତାହା। ପୂର୍ବେ ଅନେକ ତପ କରି ଜନ୍ମ ହୋଇଲେ ଦେହ ଧରି। ମନୁଷ୍ୟ କଳେ ବର ପାଇ ତ୍ରିଗୁଣ ସଙ୍ଗେ ଚଢ଼ିଥାଇ। ଅଜ୍ଞାନେ ବାଳୁତ ସ୍ୱଭାବେ କିଛି ନ ଜାଣେ ମତ୍ତ ଗର୍ବେ। ଦ୍ୱାଦଶ ବରଷ ହୁଅନ୍ତେ ମଦନ ପୀଡ଼େ ହୃଦଗତେ। ତେଣୁ ଲୋଭଇ କାମ ବାଧା ସ୍ତ୍ରୀଙ୍କ କରେ ବହୁ ଶ୍ରଦ୍ଧା। ଶୃଙ୍ଗାର ରସ ଇଚ୍ଛା କରେ ଲୀଳା ବିନୋଦେ ଦିନ ହରେ। ସ୍ୱଭାବେ ତରୁଣ ବୟସ ନ ମଣେ ଭଲ ମନ୍ଦ ତ୍ରାସ। ପାପକୁ ନଥାଇ ତା ଭୀତି ଚଞ୍ଚଳ କରୁଥାଏ ମତି। ଦୁର୍ବୁଦ୍ଧି ଭାବ ମନେ ଧରି ଏମନ୍ତେ ପାପ ମାନ କରି। ସମ୍ପଦ ମଦିରା ସମାନ ଆନନ୍ଦ କରୁଥାଏ ମନ। ଅତି ଅଚିନ୍ତା ସର୍ବେଶ୍ୱର ଆନନ୍ଦ କେ କହୁ ତାହାର। ମଦନ ରସେ ମତି ଥାଇ ଯୁବତୀ ସଙ୍ଗ ନ ଛାଡ଼ଇ। ପଶାସ କଟା ଜୁଆ ଖେଳି ବେଶ୍ୟା ସଙ୍ଗତେ କରେ କେଳି। ଗନ୍ଧ ଚନ୍ଦନ ପୁଷ୍ପମାନ ଉତ୍ତମ ରତନ ବସନ। ଏହି କଥାକୁ ସ୍ନେହ କରେ ମୋ ନାମ ମୁଖରେ ନ ଧରେ। ସେ କେହ୍ନେ ପାଇବ ସୁଗତି ଶୁଣ ଉଦ୍ଧବ ଦେଇ ମତି। ପୂର୍ବେ ଯେ ଏକ ବିପ୍ର ଥିଲା ଅନେକ ଦାନ ଧର୍ମ କଲା। ନାମ ତା ଦାମୋଦରପତି ଭାରି ଯା ନାମ ଚନ୍ଦ୍ରକାନ୍ତି। ଘର ତା କନାଉଜ ଦେଶେ ବଢ଼ାଇ ଧନୀ ସେ ବିଶେଷେ।
ଗୋରୁ ମହିଷ ପ୍ରମିତ ପଦାର୍ଥ କେ କରିବନ୍ତ ସେ ଦାମୋଦର ଦ୍ୱିଜବର ପତ୍ନୀ ସଙ୍ଗତ କଲା ଦୂର ଥକାଏ ଦିନ ଭୋଗ କଲା ପଛକୁ ରମଣୀ ତେଜିଲା ପତ୍ନୀ ସଙ୍ଗତେ ନ ବସଇ ଯେସନେ ନପୁଂସକ ଥାଇ ପ୍ରିୟାତା ଅତ୍ୟନ୍ତ ସୁନ୍ଦରୀ କି ଜାଣି ସ୍ୱର୍ଗ ପସରି ବୟସ 16 ମୃଗାକ୍ଷୀ ଲାଜେ ସେ ନ ବୋଲଇ କିଛି ତା ଅଙ୍ଗ ସଙ୍ଗ ଛାଡ଼ି କରି ଛାଡ଼ିଲା ସର୍ବ ସୁଖ ସିରି ଭଜିଲା ମୋହର ପୟରେ ରାତ୍ର ଦିବସ ନିରନ୍ତରେ ସାତ୍ୱିକ ଗୁଣେ କର୍ମ କରି ରଜତାମସ ପରିହରି ଭକ୍ତକୁ ଦେଖିଲେ ନୟନେ ପୂଜଇ ଦେବତା ସମାନେ ଦିଅଇ ପାଣି ପଣା ଛତ୍ର ବିକଳ୍ପ ନଥାଇ ତା ଚିତ୍ତ ଦୁର୍ଭିକ୍ଷ କାଳେ ଅନ୍ନଦାନ ଯାଚି ଦିଅଇ ଅନୁକ୍ଷଣ ବହୁତ ବାର ବ୍ରତ କରି ଇନ୍ଦ୍ରିୟ ଗଣଙ୍କୁ ନିବାରି ସମମଣଇ ସର୍ବଜୀବ ହୃଦେ ନଥାଇ ହିଂସା ଭାବ ନିଷ୍ପାପ ଅଟଇ ତା କାୟା ପ୍ରାଣୀଙ୍କୁ ନଥାଇ ତା ମାୟା ସର୍ବଦା ଅନୁରାଗ ବହେ ନିର୍ଦୟପଣ କେବେ ନୋହେ ଯାଇ ଦୁର୍ଜନର ପାଶ ନ କରେ ପର ଦ୍ରବ୍ୟ ଗ୍ରାସ ଭୋଜନେ ତେଣେ ଇଚ୍ଛା ନୁହେଁ ଅନ୍ନ ଆହାର ଦିନ ନିଏ ଏମନ୍ତେ କେତେ କାଳ ଗଲା ବ୍ରାହ୍ମଣ ମନେ ବିଚାରିଲା ଏହା ଯେ ଅନିତ୍ୟ ସଂସାର ଜୀବନ ଅଟଇ ଅଚିର ଅସ୍ତି ମାଏଷ ଚର୍ମ ଶୋଣି ଏ ପିଣ୍ଡ ଅଟଇ ପ୍ରମାଣୀ ଏମନ୍ତ ଭାବେ ଦେହ ଅଙ୍ଗ ପୀଡ଼ଇ ନାନା ପ୍ରାଣୀ ସଙ୍ଗ ନାଡ଼ି ଲୁଚାଇ ଅନ୍ତପିତ ପୁରୀ ରହିଛି ହୃଦଗତ 64 ଗୋଟି ରୋଗ ଏ ଦେହେ ହୋଇଛି ସଂଯୋଗ ଆବର ଅଛି ମଳମୂତ୍ର ବିଧାତା କଲା ଘଟ ସୂତ୍ର ଥୋଇଲା ପଞ୍ଚମନ ଏଥେ 25 ପ୍ରକୃତି ସହିତେ ରଜତାମସ କାମ କ୍ରୋଧ ପୁରୀ ରହିଛି ଦେହ ମଧ୍ୟ ଏଥେ ରହିଛି ଜୀବ ଆତ୍ମା ବିଚାରୁ ଅଛି ମାୟା ମାତ୍ମା ଏ ଦେହ ଜଳ ବିମ୍ବ ପରି ସ୍ଥିର ଯେ ନୁହଇ କାହାରି କ୍ଷଣ ମାତ୍ରକେ ଏଥୁ ଯାଇ ମୁକତି ଗତି ଯେ ନ ପାଇ ପୁତ୍ର ଭାରି ଯା ଧନ ପ୍ରାଣ ଏମାନେ ସବୁ ଅକାରଣ ମୁମୂଢ଼ ନର ଦେହ ବହି କୃଷ୍ଣଙ୍କୁ ଭଜି ନ ପାରଇ ସଂସାରୁ ତରିବି କେମନ୍ତେ ପୁଣି ଭାବଇ ହୃଦଗତେ ଘୋର ଜଞ୍ଜାଳ ତେଜି ଯିବି ଉଦାସ ଭାବେ ଦିନ ନେବି ତ୍ରାହି କରିବେ ନାରାୟଣ କୃଷ୍ଣରେ ପଶିବି ଶରଣ ଏତେ ବିଚାରି ତହୁଁ ଗଲା ପତ୍ନୀର ସନିଧେ ମିଳିଲା
कहि कोमल वचन शुण रे युवती रतन मुहादे जीवी वाराणसी देखिबी प्रभु देवकाशी गंगारे करिबी स्नान बुलिबी नाना तीर्थमान आसिबी किछि दिन अन्ते बिरस नहिबु तु चित्ते भणई दिन कृष्ण दास एक स्तरी पदरे शेष इति श्री माघ महात्म्ये महापुराणे श्रीकृष्ण उद्धव संवादे दामोदर प्रतिकथने नाम तृतीय अध्याय। हरि शरणं 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 हरि शरणं।